ଟିଆ ମଣିଷଟିଏ କିନ୍ତୁ ବଡ଼ ସଂସ୍ଥାଟିଏ ଧରିଛି। ପ୍ରଭୁଙ୍କର ଇଚ୍ଛା କାଲି ସକାଳେ କ'ଣ ହେବ କେହି ଆମେ ଜାଣିନୁ। ତାଙ୍କ ଆଶୀଷକୁ ପାଥେୟ କରିକି ଆମେ ଚେଷ୍ଟା କରୁଛୁ ଆଗାମୀ ଦିନରେ କିଛି ଅସହାୟଙ୍କର ସହାୟ ହେବୁ ଏବଂ ଆମ ସଂସ୍କୃତିକୁ କେମିତି ସୁରକ୍ଷା ଦେବୁ ଏବଂ ଅତୀତରେ ଯେଉଁ କିଛି ଲୋପ ହୋଇଯାଇଛି ତାକୁ ପୁଣି ସାଉଁଟି ଆଣିକି ଆଗାମୀ ପିଢ଼ି ପାଇଁ ସାଇତି ରଖିବୁ। କହିଲି ଯା ଆମ ସଂସ୍କୃତି ଶୁଣନ୍ତୁ, ଆଜିକାଲି ଆମେ ସବୁ ପାଶ୍ଚାତ୍ୟ ବିମୁଖ ହେଇଛୁ। ଯିଏ ଯାଉଛନ୍ତି ଆମର କାହାକୁ ବାରଣ ନାହିଁ, କିନ୍ତୁ ଆମ ସଂସ୍କୃତି, ଆମ ଓଡ଼ିଆ ସମ୍ପ୍ରଦାୟ, ଆମ ଓଡ଼ିଶାର ସଂସ୍କୃତିକୁ ଆମେ ଆଗକୁ କେମିତି ସାଇତି ରଖିବା ତାର ସଂକଳ୍ପ ନେଇଛୁ। ଯଥା ଆମର ରଜରେ ରଜ ପୁଚି, ରଜର ଯେଉଁ ଦୋଳ ଉଝୁଲଣ ପର୍ବ, ରଜ ଦୋଳି ଏସବୁ ଆସ୍ତେ ଆସ୍ତେ କୁଆଡ଼େ ହଜିଯାଉଛି। ଆଧୁନିକ ଲଗ୍ନ ନୃତ୍ୟ ଆରମ୍ଭ ହେଇଛି। ତେଣୁ ଯିଏ ନାଚୁଛି ଯାହା ଗାଉଛି ତାଙ୍କୁ ଆମେ ବିରୋଧ କରୁନୁ, କିନ୍ତୁ ତାଙ୍କୁ ଅନୁରୋଧ କରୁଛୁ ଏଇଟା ଆମ ଓଡ଼ିଆର ସଂସ୍କୃତି ନୁହେଁ। ପୁଚି ହେଉଛି ଆମ ଓଡ଼ିଶାର ସଂସ୍କୃତି, ଓଡ଼ିଶୀ ହେଉଛି ଆମ ଓଡ଼ିଶାର ସଂସ୍କୃତି ଏବଂ ଜଗନ୍ନାଥ ପାଖରେ ଯେତେ ନାଟ୍ୟ ହେଇଛି ସେ ହେଉଛି ଓଡ଼ିଶା ସଂସ୍କୃତି ସହିତ ଆବଦ୍ଧ ସଂସ୍କୃତି। ଆମ ଓଡ଼ିଶା ସଂସ୍କୃତି ହେଉଛି ମହାନ, ଯେଉଁଟାକି ଆମେ ଅନ୍ୟ ଚିନ୍ତାଧାରାରେ ବା ଅନ୍ୟ ଭାଷାରେ କହୁ ଜଗନ୍ନାଥଙ୍କ ସଂସ୍କୃତି। ଏତେ ବଡ଼ ସଂସ୍କୃତି ଥାଉ ଥାଉ ଆମେ ବିଦେଶୀ ସଂସ୍କୃତି ଆପଣେଇବା ଏଇଟା କ'ଣ ଠିକ୍ ହେଉଛି? ମୋ ମତରେ ଏଇଟା ମୋଟେ ଠିକ୍ ନୁହେଁ। ଆସନ୍ତୁ ମୋର ବନ୍ଧୁ, ମୋର ଭାଇ, ମୋର ଭଉଣୀମାନେ, ଆଗାମୀ ଦିନରେ ଆମ ସଂସ୍କୃତିକୁ ଆମେ ସାଇତି ରଖିବା ଆମର ଆଗାମୀ ପିଢ଼ି ପାଇଁ। ତାହେଲେ